एते सफ्ट जे पाटिरे पकौ पकौ मिलैଯିବ। ଆଉ ୟାର ନାଁ ଶୁଣିଲେ ସମସ୍ତେ ଭାବନ୍ତି କି ନାଇଁ ଏଇଟା କରିହେବନି, କାହିଁକିନା ଏଇଟା ବହୁତ କଷ୍ଟ ହେବ ବନେଇବା। ନମସ୍କାର, ଜୟ ଜଗନ୍ନାଥ। ମୁଁ ରଶ୍ମି, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ରଶ୍ମିସ୍ ଗୁଡ୍ ଲାଇଫ୍କୁ। ଆଜିର ରେସିପି କ୍ଷୀର ପୋଡ଼ ପିଠା। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତା ପାଇଁକି ମୁଁ ଏଠି ନେଇଯାଇଛି ବାସୁମତୀ ଚାଉଳ ନେଇଯାଇଛି। ଆପଣ ଚାହିଁଲେ କିଛି ବି ବାସ୍ନା ଚାଉଳ ନେବେ, ବାସ୍ନା ଚାଉଳ ନେଲେ ଟେଷ୍ଟ ଭଲ ହେବା ସହିତ ପିଠାର ଗୋଟେ ବହୁତ ବଢ଼ିଆ ସ୍ମେଲ୍ ରହେ। ତ ଏବେ ଏଇଟାକୁ ମୁଁ ଦେଇଦେବି ମିକ୍ସିରେ। ତ ଗୋଟେ ଜାଗା ସେଟ୍ କରିନେବେ ପରଫେକ୍ଟ ମେଜରମେଣ୍ଟ ପାଇଁକି। ତ ମୁଁ ଏଇଠି 1 କପ୍ ଚାଉଳ ନେଇଛି, ତ ସେଇ ହିସାବରେ ମୁଁ ଯାହା ଯାହା ଜିନିଷ ଦେବି ତ ଆପଣ ଆଗକୁ ଦେଖିପାରିବେ। ତ ଏଇଠି ମୁଁ ନେଇଛି କିଛି ନଡ଼ିଆ ନେଇଛି, ନଡ଼ିଆର ଉପର ଚୋପା ଛଡ଼େଇକି ନେଇଯାଇଛି, ମାନେ କି ଗୋଟେ ଫାଳ ନଡ଼ିଆର ଅଧାଟା ମୁଁ ଏଇଠି ନେଇଛି। ତ ତା ସହିତ ନେଇଛି ମୁଁ ଏଇଠି 4ଟି ଅଳେଇଚ ନେଇଛି। ତା ସହିତ ଦେଖନ୍ତୁ ମୁଁ ଏଇଠି ଅଧା କପ୍ କ୍ଷୀର ନେଇଛି, ଆଉ ସେମ୍ କପ୍ରେ ମୁଁ 1 କପ୍ ପୁରା ମୁଁ ଚାଉଳ ନେଇଥିଲି। ତ ଗୋଟେ ପରଫେକ୍ଟ ମେଜରମେଣ୍ଟ ଯଦି ଆପଣଙ୍କୁ ମିଳିଯିବ ତ ଆପଣ ବି ଗୋଟେ ପରଫେକ୍ଟ ପିଠା ବନେଇ ପାରିବେ। ତ ଏ ସବୁତକ କ୍ଷୀର ଦେଇକି, ମାନେ କି ଅଧା କପ୍ କ୍ଷୀର ଦେଇକି ଏଇଟା ଗୋଟେ ପେଷ୍ଟ ବନେଇ ନେବି। ଏଇଠି ମୋର ପେଷ୍ଟ ବନେଇକି ଏକଦମ ରେଡ଼ି ହେଇଯାଇଛି। ଦେଖନ୍ତୁ ବଢ଼ିଆ ସେ ବନିଯାଇଛି, ଆଉ ଅଧା କପ୍ କ୍ଷୀରରେ ଏକଦମ ପରଫେକ୍ଟ ପେଷ୍ଟ ବନିଯିବ। ଆଉ ଏମିତି ପୁରା ଚିକଣ କରି ଏଇଟାକୁ ବାଟି ନେବେ। ତ ଏଇଠି ମୁଁ ନେଇଯାଇଛି ଗୋଟେ ଫ୍ରାଏ ପ୍ୟାନ୍ ନେଇଯାଇଛି। ତ ଟ୍ରାଏ କରିବେ ମୋଟା ବେସ୍ ବାଲା ଫ୍ରାଏ ପ୍ୟାନ୍ ନେବା ପାଇଁ, ଆଉ ଯାହାର କି ତଳଟା ଏମିତି ଫ୍ଲାଟ୍ ହେଇଥିବ। ଏମିତି ହେଲେ କ'ଣ ହେବ କି ଆମର ପିଠାଟା ସବୁଆଡ଼ୁ ସେମ୍ ମାନେ ସମାନ ଭାବେ କୁକ୍ ହେବ, ଆଉ ଭଲ ସାଇଜ୍ରେ ବି ପିଠାଟା ହେଇଯିବ। ତ ଏଇଠି ମୁଁ ଗୋଟେ ଦେଇଦେଲି ବଟର ପେପର ଦେଇଦେଇଛି। ଯଦି ଆପଣଙ୍କ ପାଖରେ କଦଳୀ ପତ୍ର ଥିବ ତ ସେଇଟା ବି ଆପଣ ନେଇପାରିବେ। ଏବେ ମୁଁ ବଟର ପେପର ଲଗାଇବା ପୂର୍ବରୁ ଟିକେ ତଳେ ଘିଅ ଦେଇଦେଇଥିଲି, ତ ଏବେ ଟିକେ ଘିଅ ସ୍ପ୍ରେଡ୍ କରି ଏଇଟାକୁ ସାଇଡ଼୍ କରିନେବି। ତ ଏବେ ମୁଁ ନେଇଯାଇଛି ଗୋଟେ କଢ଼େଇ ନେଇଯାଇଛି, ଆପଣ କେଉଁ ବି କଢ଼େଇ ନେଇପାରିବେ। ତ କଢ଼େଇ ଗରମ ହେଲା ପରେ ତା ଦେହରେ ଦେଇଦେବି 1 ଚାମଚ ଦେଇଦେବି ଘିଅ। ଘିଅ ଟିକେ ଗରମ ହେଲା ପରେ ଏଇଠି ମୁଁ ନେଇଛି ଦେଖନ୍ତୁ ନଡ଼ିଆ ନେଇଛି, ଆଉ ତା ସହିତ କାଜୁ କିଛି କିସମିସ୍ ନେଇଛି। ଯେମିତିକି କହିଥିଲି ମୁଁ ଅଧା ନଡ଼ିଆ ମୁଁ ଗ୍ରାଇଣ୍ଡ କଲାବେଳେ ୟୁଜ୍ କରିଥିଲି, ଆଉ ଅଧା ନଡ଼ିଆ ମୁଁ ଏଇ ଟାଇମ୍ରେ ଭାଜିବା ପାଇଁକି ନେଇଯାଇଛି। ତ ଏଇସବୁ ଦେଲେ ପିଠାର ଟେଷ୍ଟ ବହୁତ ଭଲ ହୁଏ। ତ ଦେଖନ୍ତୁ ଯେମିତିକି କହିଥିଲି ମୁଁ ସେମ୍ କପ୍ରେ ମୁଁ ଚାଉଳ ନେଇଥିଲି, ଅଧା କପ୍ କ୍ଷୀର ମୁଁ ବାଟିବା ପାଇଁ ଦେଇଥିଲି, ଆଉ ଏଇ ଟାଇମ୍ରେ 4 କପ୍ କ୍ଷୀର ଦେଇଛି। ତ ଆପଣ ଚାହିଁଲେ ଅଧା କ୍ଷୀର ଅଧା ପାଣି ବି ଦେଇକି ବନେଇ ପାରିବେ। ତ ଟେଷ୍ଟ ହିସାବରେ ଲୁଣ, ତା ସହିତ ଅଧା କପ୍ରୁ ଅଧିକ ଫୁଲ୍ କପ୍ରୁ ମାନେ ଯେତିକି ଚାଉଳ ନେଇଥିବେ ତାଠୁ ଟିକେ କମ୍ କରିକି ଚିନି ନେବେ। ଆପଣଙ୍କର ମିଠା ଏକଦମ ପରଫେକ୍ଟ ବନିବ। ଯଦି ଆପଣ ଚାହୁଁଥିବେ ବହୁତ ଅଧିକ ମିଠା କରିବା ପାଇଁ ତାହେଲେ ଫୁଲ୍ କପ୍ ବି ଚିନି ଦେଇପାରିବେ। ମିଠା ଆପଣ ମାନେ ଚିନି ଆପଣ ଆପଣଙ୍କ ସ୍ୱାଦ ଅନୁସାରେ ଦେଇପାରିବେ। ତ ଏଇଟାକୁ ମୁଁ ବଏଲ୍ ପାଇଁକି ଛାଡ଼ିଦେବି। ତ ଟିକେ ଟାଇମ୍ ବଏଲ୍ ହେଇଗଲା ପରେ ଯେଉଁ ମୁଁ ପେଷ୍ଟ ବନେଇକି ରଖିଥିଲି ସେଇଟାକୁ ଦେବି। ଆଉ ପେଷ୍ଟ ଦେବା ଟାଇମ୍ରେ ଗ୍ୟାସ୍ର ଫ୍ଲେମ୍ ଏକଦମ ସ୍ଲୋ ରଖିବେ, ଆଉ ଗୋଟେ ହାତରେ ପେଷ୍ଟ ପକାଇବେ, ଆଉ ଗୋଟେ ହାତରେ ଲଗାତାର ଚଲେଇବେ, ନାହିଁ ତ ଏଇଟା ବିଣ୍ଡି ବିଣ୍ଡି ହେଇଯିବ, ଆଉ ଆପଣଙ୍କର ପିଠା ଏତେ ମାନେ ସ୍ମୁଥ୍ ବନିବନି, ଯେଉଁ ଯନ୍ତଣୀଟା ସ୍ମୁଥ୍ ବନିବନି। ତ ଏଇଟାକୁ ଲଗାତାର ଚଲେଇବେ। 8ରୁ 10 ମିନିଟ୍ ଭିତରେ ଆପଣଙ୍କର ଯନ୍ତୁଣୀ ଏକଦମ ବନିଯିବ। ଦେଖନ୍ତୁ ଧୀରେ ଧୀରେ ଏଇଟା କେମିତି ଗାଢ଼ ହେବାରେ ଲାଗିଛି। ମାନେ 1 କପ୍ ଚାଉଳ ପାଇଁ ଯଦି ଆପଣ ପୁରା ମାପିକି ନେବେ 4.5 କପ୍ କ୍ଷୀର ଦରକାର। ମାନେ କି ଅଧା କପ୍ ଦେଇଥିଲି ଚାଉଳ ବାଟିବା ଟାଇମ୍ରେ, ଆଉ 4 କପ୍ ଦେଲି ଯନ୍ତଣୀ ଟାଇମ୍ରେ। ତ ଟୋଟାଲି ହେଲା 4.5 କପ୍। ତ ଏବେ ଗ୍ୟାସ୍ ଫ୍ଲେମ୍କୁ ବନ୍ଦ କରି ଏବେ ମୁଁ ଦେଇଦେବି ଯେଉଁ ମୋର ବଟର ପେପର ଲଗେଇକି ରଖିଥିଲି ପେନ୍ରେ, ତ ସବୁତକ ଯନ୍ତଣୀ ସେଇଥିରେ ଦେଇଦେବି। ତ ଯନ୍ତଣୀ ଦେଇସାରିବା ପରେ ଟିକେ ପାଣି ହାତ କରି ତ ଏମିତି ସବୁଆଡ଼କୁ ସମାନ ଭାବେ ସ୍ପ୍ରେଡ୍ କରିନେବି। ତ ତା ଉପରେ ଟିକେ ଲଗେଇଦେବି, ଆଉ ଟିକେ ଘିଅ ଲଗେଇଦେବି। ତ ଏପଟେ ମୁଁ ଗୋଟେ ତାୱା ଗରମ ପାଇଁକି ବସାଇ ଦେଇଛି। ତ ତା ଉପରେ ଦେଇଦେବି ଯେଉଁ ମୋର ପିଠାର ବନେଇଥିଲି, ତ ସେଇଟାକୁ ଦେଇଦେବି। ତାୱା ଉପରେ ରଖିଲେ କ'ଣ ହେବ କି, ମାନେ ତାୱାଟା ଯେତେବେଳେ ହିଟ୍ ହେବ ତ ପିଠାର ସବୁ ସାଇଡ଼୍କୁ ହିଟ୍ ଯିବ, ଆଉ ତଳୁ ପୁରା ଭଲସେ ସବୁ ସାଇଡ଼୍ରୁ କୁକ୍ ହେବ। ତ ଏକୁ ଆଉ କିଛି ବି କରିବେନି, ଏମିତି ପୁରା ଅଧଘଣ୍ଟା ଏଇଟାକୁ ମୁଁ ଛାଡ଼ିଦେବି। ତ ଦେଖନ୍ତୁ ଅଧଘଣ୍ଟା ଭିତରେ ମୁଁ ଟୋଟାଲ୍ ଟଚ୍ ବି କରିନି, ସେମିତି ଟାଇମ୍ ଦେଖିକି ଅଧଘଣ୍ଟା ଛାଡ଼ି ଦେଇଛି। ଅଧଘଣ୍ଟା ପରେ ଦେଖନ୍ତୁ ସାଇଡ଼୍ରେ କେମିତି ଟିକେ ଟିକେ ବ୍ରାଉନ୍ କଲର୍ ଆସିଛି, ତା ମାନେ କି ତଳୁ ଆମର ପିଠା ଟିକେ ଟିକେ ମାନେ ତଳୁ ଆମର ପିଠା ହେଇଗଲା। ତ ଆପଣଙ୍କୁ ଲାଗୁଥିବ କି ଏ ପିଠା ବନେଇବା ବହୁତ କଷ୍ଟ, କିନ୍ତୁ କିଛି ବି ଏଥିରେ କଷ୍ଟ ନାହିଁ। ଫାଷ୍ଟ ତ ମୁଁ ଗୋଟେ ପରଫେକ୍ଟ ମେଜରମେଣ୍ଟ ଦରକାର, ଆଉ ପିଠା ଜନ୍ତୁଣି କରିବା ଆଉ ଚାଉଳ ବାଟିବା ଏଇ ଦୁଇଟା ହିଁ କାମ, ତାଠୁ ବେଶୀ ଅଧିକ କିଛି କାମ ନାହିଁ। ତ ଏବେ ମୁଁ ଉପରେ ଆଉ ଟିକେ ଦେଇଦେବି ଘିଅ। ଘିଅ ଲଗାଇ ସାରିବା ପରେ ମୁଁ ଏଇଠି ଗୋଟେ ବଟର ପେପର ଆଉ ଗୋଟେ କାଟିକି ନେଇଯାଇଛି ଦେଖନ୍ତୁ। ତ ଏବେ ବଟର ପେପରଟା ଉପରେ ଲଗେଇକି ତ ଏଇଟାକୁ ଆମେ ଓଲଟେଇ ଦେବା। କେମିତି ଓଲଟେଇବା, ତ ଏଇଠି ମୁଁ ନେଇଯାଇଛି ଗୋଟେ
ମୋଟା ଗୋଟେ ତାୱା ନେଇଯାଇଛି। ତ ଏଇଟାକୁ ତାୱା ଦେଇକି ତ ଏଇଟାକୁ ମୁଁ ଓଲଟେଇ ନେବି ଆର ପଟକୁ। ଆଉ ସେ ତାୱା ସହ ଗ୍ୟାସରେ ବସେଇଦେବି, ଯେମିତିକି ତାର ତଳ ପଟଟା ଭଲସେ କୁକ୍ ହେଇଯିବ। ଆଉ ଏଇଟା ଯେହେତୁ ମୋଟା ତାୱା ଅଛି ତ ତଳେ ଆଉ ୟାର କିଛି ଦବା ଦରକାର ନାହିଁ। ତ ଏବେ ଏଇଟାକୁ ମୁଁ ଗ୍ୟାସ୍ ଉପରେ ବସେଇଦେବି ପାଖାପାଖି ଆଉ 15ରୁ 20 ମିନିଟ୍ ପାଇଁ। ତ 45ରୁ 50 ମିନିଟ୍ ଭିତରେ ଆପଣଙ୍କର ପିଠା ବନିକି ଏକଦମ ରେଡ଼ି ହେଇଯିବ। ତ ଏବେ ଏଇଠି ଦେଖନ୍ତୁ ମୁଁ 20 ମିନିଟ୍ରୁ 25 ମିନିଟ୍ ପାଖାପାଖି ଏଟାକୁ ଛାଡ଼ି ଦେଇଥିଲି, ପୁରା ସିମ୍ରେ ହିଁ ରଖିବେ। ତ ଏବେ ଦେଖନ୍ତୁ ପିଠା ଆମର ଏଇଠି ବନିକି ଏକଦମ ରେଡ଼ି ହେଇଯାଇଛି। ଯେହେତୁ ଏଇଟା ପୁରା ଗରମ ଅଛି, ଏଇ ଟାଇମ୍ରେ ବଟର ପେପର ଜମା ବି ବାହାର କରିବେନି, ଦେଲେ ପିଠା ଯେହେତୁ ଗରମ ଅଛି ପିଠା ଭାଙ୍ଗିଯିବ। ତ ଏଇଟାକୁ ପୁରା ରେଷ୍ଟ ପାଇଁ ଛାଡ଼ିଦେବେ, ମାନେ ପୁରା ପିଠା ଥଣ୍ଡା ହେବ। ଯେତେ ବି ଟାଇମ୍ ଲାଗୁ, ମାନେ 5-6 ଘଣ୍ଟା ଲାଗୁ, ମାନେ ବେଟର୍ ହେବ କି ଯଦି ଆପଣ ରାତିରେ ବନେଇକି ସକାଳୁକୁ ଏଇଟାକୁ କାଟିବେ। ତ ଦେଖନ୍ତୁ ସକାଳେ ମୁଁ ଏଇଟାକୁ ଯେତେବେଳେ ବାହାର କଲି, ରାତିରେ ଦେଖିପାରିଥିବେ କି ବଟର ପେପର ଜମା ବି ବାହାରୁ ନଥିଲା। ଯେତେବେଳେ ପିଠା ଥଣ୍ଡା ହେଇଗଲା କେତେ ଆରାମସେ ପେପର ବାହାରିଗଲା, ଆଉ ବଢ଼ିଆ ସେ ବି କୁକ୍ ହେଇଯାଇଛି। ତ ଆରପଟ ଦେଖିଦିଅନ୍ତୁ, ପୁରା ବଢ଼ିଆ ସେ କୁକ୍ ହେଇଯାଇଛି। ଆଉ ଯେମିତିକି ମୁଁ କହିଲି ମାନେ 45ରୁ 50 ମିନିଟ୍ ଭିତରେ ଆପଣଙ୍କର ଗୋଟେ ବଢ଼ିଆ ଭାବେ ପିଠା ବନିକି ରେଡ଼ି ହେଇଯିବ। ତ ଦେଖନ୍ତୁ ତା ପାଇଁକି କଟ୍ କରିବା ପାଇଁକି ଏମିତି ଗୋଟେ ଯେଉଁ ଧାର ଥିଲା ବାଲା ଛୁରୀ ନେବେ, ମାନେ କି ଯେଉଁଥିରେ କଣ୍ଟା କଣ୍ଟା ଥିବ ସେମିତି ବାଲା ଛୁରୀ ନେବେ, ନେଲେ କି ଏଇଟା ମାନେ କାଟିବା ଭଲସେ କାଟିବ ଆଉ ଭାଙ୍ଗିବନି। ତ ଏବେ ଦେଖନ୍ତୁ କେତେ ସଫ୍ଟ ବନିଛି, ଏତେ ସଫ୍ଟ ଯେ ପାଟିରେ ପକଉ ପକଉ ମିଳେଇଯିବ। ଆଉ ଟେଷ୍ଟ ବି ବହୁତ ବଢ଼ିଆ। ଆପଣଙ୍କୁ ଲାଗୁଥିବ କି ମାନେ ବନେଇବା ବହୁତ କଷ୍ଟ, କିଛି କଷ୍ଟ ନାହିଁ, ବହୁତ କମ୍ ଟାଇମ୍ରେ ବନିଯିବ। ଯେତିକି ଟାଇମ୍ ବେକ୍ ହେବା ପାଇଁ ରହିବ ସେତିକି ଟାଇମ୍ ଯାହା ଟାଇମ୍ ଲାଗିବ, ବାକି ନହେଲେ ବହୁତ କମ୍ ଟାଇମ୍ ଲାଗିବ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରିବେ, ଆଉ ମୋତେ କମେଣ୍ଟ କରି ଜଣାଇବେ ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା। ଆଗକୁ ତ ରଜ ଆସୁଛି, ତ ରଜରେ ନିଶ୍ଚିନ୍ତ ଭାବେ ଗୋଟେ ଥର ଏ ପିଠାକୁ ଟ୍ରାଏ କରିବେ। ଜୟ ଜଗନ୍ନାଥ।